ନଟପଡ଼ାରେ ଯୌତୁକ ଜନିତ ହତ୍ୟା। ପ୍ରଥମେ ଭଲ ପାଇବା ତାପରେ ବିବାହ। ବିବାହର କିଛି ଦିନ ପରେ ଚାଲେ ଯୌତୁକ ଜନିତ ନିର୍ଯାତନା ହତ୍ୟା କରିବାର ଧମକ। ପ୍ରେମ ଅଢ଼େଇ ଅକ୍ଷର, ସତ୍ୟ ପୁଣି ସୁନ୍ଦର। ସମାଜରେ କିଛି ଶୈତାନ ଚରିତ୍ରର ବ୍ୟକ୍ତି ପ୍ରେମ କରନ୍ତି ବଦନାମ। ଶେଷରେ ଏଭଳି ସ୍ୱପ୍ନ ଆସେ। ପ୍ରତାରିତ ପ୍ରେମିକ ମିଠା ମିଠା କହି ଆଣିଥିବା ପ୍ରେମିକକୁ ଛୁଆ ପିଲାର ବାପା ହେଲା ପରେ ବି ପ୍ରେମିକାକୁ ପରିବାର ସହିତ ମିଶି ଯୌତୁକ ପାଇଁ ବି ମାରିବାକୁ ପଛାଏ ନାହିଁ। ହଁ ଆଜ୍ଞା, ଆମେ କହୁଛୁ ଏପରି ଏକ କରୁଣ କାହାଣୀ ଯାହାକୁ ଶୁଣିଲେ ଆପଣଙ୍କ ଆଖିରୁ ଲୁହ ଆସିଯିବ। ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ନଟପଡ଼ା ଗ୍ରାମର ବସନ୍ତ କୁମାର ସେନ, ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ଝୁଡ଼କୁଟି ବିଦ୍ୟାଧରପୁର ଗ୍ରାମର ଗୌରଙ୍ଗ ଦାସଙ୍କ ଝିଅ ରୁଣୁରାଣୀ ଦାସଙ୍କ ପ୍ରେମ ବିବାହ। ପ୍ରଥମେ କୋର୍ଟରେ, ପରେ ବୈଦିକ ରୀତିନୀତିରେ ସୋର କାମେଶ୍ୱର ମନ୍ଦିରରେ 2020 ମସିହା ନଭେମ୍ବର 24 ତାରିଖରେ ବିବାହ କରିଥିଲେ। କିନ୍ତୁ ପରିସ୍ଥିତି ଦିନକୁ ଦିନ ଏପରି ହେଉଥିଲା। ବସନ୍ତ ରୁଣୁକୁ ପିଟୁଥିଲା। ଯୌତୁକ 50,000 ଟଙ୍କା ପାଇଁ ଭୁଲି ଯାଇଥିଲା ସେହି ପ୍ରେମର ଦେଇଥିବା ମିଠା ମିଠା କଥା। ଶୈତାନ ବସନ୍ତ ଦେଖିନଥିଲା ତାକୁ ଭଲ ପାଇ ରୁଣୁରାଣୀ ପଲେଇ ଆସିଥିଲେ ନିଜର ବାପା ମା ଭାଇ ଭଉଣୀକୁ ଛାଡ଼ି। ଶେଷରେ ପିଶାଚ ରୂପ ଧରି 2025 ମସିହା ଜୁଲାଇ 22 ତାରିଖରେ ରାତି ପିଟିବା ସହିତ ତାର ବେକକୁ ଲଗାରେ ଭିଡ଼ି ମାରିବାକୁ ଉଦ୍ୟମ କରିଥିଲା। ମେଡିକାଲରେ ରୁଣୁରାଣୀ 23 ତାରିଖରେ ଆଖିରେ ଆଖିଏ ସ୍ୱପ୍ନ ନେଇ ଆରପାରିକୁ ଚାଲି ଯାଇଥିଲେ। ପିତା ଗୌରାଙ୍ଗ ଦାସଙ୍କ ଏତଲା କର୍ମେ ଶୈତାନ ବସନ୍ତକୁ ସୋର ପୋଲିସ ଗିରଫ କରିଛି। ଝିଅ ରାତିରେ ଫୋନ କଲା, କହିଲା ଡିମେଟ ଦିଅ। ଆଉ ହଉଛି ମୁଁ କହିଲି ମୋତେ ଏବେ ଡିମେଟ ଦେଇପାରିବିନି, ଆଉ ହଉଛି ଡିମେଟ ଦେଲେ ମୋ ପରେ ଯାଏ। ଡିମେଟ ମାଗିଲେ ମୁଁ ଡିମେଟ ନ ଦେବା ଦେଇଛି ମୋ ଝିଅକୁ ମାରି ଦେଇଛି। ସୋର ଥାନା ହଉଛି ଏଠି କଣ ଛାଣ ସାହି। ମୋ ଜଇଁ ନାଁ ହଉଛି ମୁଁ ଜାଣିନି, ତାଙ୍କୁ ଡାକନ୍ତି ବବଲୁ। ହଁ, ଥାନାରେ ଏଫଆଇଆର ଦିଆହେଇଛି। ସେ ବାହାର ଲୋକ କହିଲେ ଯେ ଫୋନ କଲେ ତମ ଝିଅ ଯେତିନି ମେଡିକାଲରେ ପଡିଛି, ଶୀଘ୍ର ଆସି ଦେଖା କର। ତା ବେକରେ ଦାଗ ଅଛି, ତା ବେକ ଇଏରେ ଦାଗ ଅଛି। ଆମେ ଜାଣିପାରିଲୁ ଯେ ଇଏ ମାରିଦେଇଛନ୍ତି। ସେ କିଛି ଧମକ ଦେଇଥିଲା କି ପୂର୍ବରୁ? ଧମକ ଦେଇଥିଲା, କହିଲା ଡିମେଟ ଆଣିଯା, ଆଉ ଯଦି ଡିମେଟ ନ ଆଣିବୁ ତତେ ମୁଁ ମାରିଦେବୁ। ତାପରେ ସେ କହିଥିଲା ଫୋନ କରି, ଆମେ ଯାଇଥିଲୁ ତା ମାମୁଁ ଘର, ଆମର ଯାଇଥିଲୁ ସବୁ ବୁଝାବୁଝି କରିକି ଆମେ ଆସିଥିଲୁ। ତାପରେ ମୋ ଝିଅକୁ ମାରିଲେ। ହଁ, ମରାପିଟା କରିଥିଲା ବି, ଆମେ ଯାଇଥିଲୁ ସମାଧାନ କରିକି ଆସିଥିଲୁ। ମୁଁ ଚାହୁଁଛି ନ୍ୟାୟ, ମୋ ଝିଅକୁ ନ୍ୟାୟ ଦିଏ। ମୋ ନାଁ ଗୌରାଙ୍ଗ ଦାସ, ଘର କତି ବିଦ୍ୟାଧରପୁର, ପୋଷ୍ଟ ଚୋଡ଼ାକୁଟି ସାହି, ଭାୟା ଧାମନଗର, ଡିଷ୍ଟ୍ରିକ୍ଟ ଭଦ୍ରକ। ଆମ ଝିଅ ବାହାଘର କରିଥିଲି ସୋର ଥାନା ପାଖର ବରଖୁଡ଼ି ଈଶ୍ୱରପୁର। ଝିଅ କତି ଲଭ୍ ମ୍ୟାରେଜ। ଆଉ ଆମେ ଡିମେଟ ଦେଇନୁ। ଡିମେଟ ପଛରେ ସେ ମାଗିଲେ 1,00,000 ଟଙ୍କା ଦେବା ପାଇଁ। ଆମେ ଜିନିଷପାତି ସବୁ ଦେଇଛୁ। ଆମେ 50,000 ଟଙ୍କା ଦେଇଥିଲୁ। 22 ତାରିଖ ରାତିରେ 9ଟା ବେଳେ ଫୋନ ଆସିଲା, ଆଉ 50,000 ଟଙ୍କା ଡିମେଟ ଦିଅ। ଆମେ କହିଲୁ ଏଇଖିନା ନାହିଁ, ଆମେ ପଛର ଦେମୁ। ଦେଖିବାଳୁ ସ୍ୱାମୀ ସ୍ତ୍ରୀ ଝଗଡ଼ା ଲାଗିକି ମୋ ଝିଅକୁ ରୁଣୁରାଣୀ ଘଡ଼େଇ ନା ଦାସକୁ, ଆଉ ରୁଣୁରାଣୀ ସେଣୁକୁ ତାକୁ ମାରିକି ଫାଶୀ ଦେଇଛନ୍ତି। ଆଉ ଫାଶୀ ମାରିଛନ୍ତି। ଆଉ ଆମେ ରାତି 2ଟା 2:30 ବେଳେ ଫୋନ ଆସିଲା, 22 ତାରିଖ ରାତି 2ଟା 2:30ର ଫୋନ ଆସିଲା, ତମ ଝିଅ ହସ୍ପିଟାଲ ଜ୍ୟୋତି ହସ୍ପିଟାଲରେ ଭର୍ତ୍ତି ହୋଇଛି, ଆଇସିୟୁରେ ଅଛି। ଆମେ ତା ପରଦିନ ସକାଳେ ଯିବାଳୁ
ଆମ ଝିଅ ମୃତ୍ୟୁଶଯ୍ୟାରେ ଶୋଇଛି। ଥାନାରେ ଏଫଆଇଆର ଦେଇଛି। 22 ତାରିଖ ରାତିରେ ଆସିକି ଥାନାରେ ଏଫଆଇଆର ଦେଇଛୁ। ଥାନା ବାଲା କଣ କଲେ? ଥାନା ବାଲା ସାଙ୍ଗେ ସାଙ୍ଗେ ସେ ଏଫଆଇଆର ନେଇକି ଜ୍ୟୋତି ହସ୍ପିଟାଲକୁ ଗଲେ। ଯାଇକି ସେଠି ସବୁ ଦେଖିକି ଆସିକି ମତେ ଫୋନ କଲେ ଯେ ତମେ ଆସ। ମୁଁ ସକାଳେ ତା ପରଦିନ 23 ତାରିଖ ଦିନ ସକାଳେ ଗଲି। ସକାଳେ ଯିବା ବେଳେ ପୁଲିସ ବାଲା ଥିଲେ। ଦିନ 9:43 ଝିଅ ମୃତ୍ୟୁବରଣ କଲା। ପୁଅକୁ ଆରେଷ୍ଟ। ତମେ କେମିତି ଜାଣିଲ ପୁଅ ଝିଅ ଆତ୍ମହତ୍ୟା କରିଛି କି ତାକୁ ମର୍ଡର କରାଯାଇଛି? ଯିଏ ମର୍ଡର କରାହେଇଛି। କଣ ତା କେମିତି ଜାଣିଲ? ଆମେ ଚିହ୍ନ ଦେଖିଲୁ ଯେ ବେକରେ ପୁରା ଦାଗ ଅଛି ଆଉ ପିଚାରେ ଦାଗ ଅଛି ଆଉ ଗଳାରେ।